अनुरोध करुच्ची कि आमर मुख्य अतिथि भाव में टुटू भाईना जहाँ समस्त जानती बासंती नायक महोदय को अनुरोध करुच्ची कि से मूल्यवान वक्तव्य प्रदान करेंगे। अनुरोध करूँ कि टुटू महोदय को से मूल्यवान वक्तव्य प्रदान करेंगे।
रास पूर्णिमा कमिटीर समस्त सहयोग सहयोग कामना ब्राह्मण समितिर सहयोग सहकामना बड़ कुमारी ग्रामर आज जो यात्रा अनुष्ठित होगाक जाऊँगी स्वल्प कम समय भितर ये यात्रा मात्र 8-10 दिन भितर समस्त कलाकार समस्त सहानुभूति देखाई से आज कला प्रदर्शन करने को जाऊँगी जदि से किसी त्रुटि कि भूल कि किसी थाए से आडजस्टमेंट कर आग को आगे नापी समस्त कलाकार आ दर्शक एवं समस्त कला प्रेमी को यह अमर अनुरोध रखी मोर वक्तव्य सांग करुछि। अनुरोध करी कि बासंती नायक महोदय को से मूल्यवान वक्तव्य प्रदान करेंगे। जय जगन्नाथ प्रभु श्री नीलकंठेश्वर महाजनामणि श्री अनंत कोटि प्रणाम एवं बड़कुमारी ग्रामर माटी माँ को मोर प्रणाम जे कि मोर कर्मभूमि बड़कुमारी ग्रामर मोर बापा भाई माँ भौणी मानक मोर प्रणाम एवं सान सान पिला स्नेह और श्रद्धा आज ହେଉଛି पवित्र रास पूर्णिमा आज पवित्र रास पूर्णिमार प्रथम समारोह अनुष्ठित होगाक जाଉଛି ଏହି ଯୁବକ ସଂଘ ପିଲାମାନଙ୍କୁ ଆମର ଏକ ପୌରାଣିକ ନାଟକ ସାମାଜିକ ନାଟକ ପରିବେଷଣ କରିବା ପାଇଁ ସେମାନଙ୍କୁ उत्साहित करिवे एवं शांति श्रृंखला रक्षा करिवे यह आपण मान पाखरे मोर निवेदन एवं आज मुझे कहबार सुजोग पाई केवल मो बड़कुमारी ग्रामर मो बापा भाई एवं मो माँ भौणी जदि से आशीर्वाद मो पर सदा सर्वदा रही प्रभु नीलकंठेश्वर महाजनामणि आशीर्वाद थी आग को सब क्षेत्र में सब उन्नतिमूलक कार्य करने सुजोग पाई से मो प्रति नित्यांत आवश्यक रहा दरकार एवं मो ग्रामर पिला सान एवं बड़ पिला मोर एति अनुरोध जेतेबेले जो समय जहाँ भी किसी करुछंती समस्ते मिलमिशि यही काम पूरण करने नित्यांत आवश्यक समस्त मन खुशी सुख शांति रहिले आम बड़कुमारी सब बड़े हस खुशी अनुरोध करी कि आम गाँव बड़कुमारी ग्रामर आदर्श शिक्षक एवं वयस्क व्यक्ति किसी दी कथा मीठा कथा मूल्यवान वक्तव्य प्रदान करने चाहिए। दशरथी भंडार आज ये जो छोट नाटकटी वर्तमान आपण मैंने देखिए से नाटकटी आरंभ शेष जाके निजे ठीक उपभोग करेंगे आउ से नाटकर सब मूल जिनसटी बहुत ट्राजेडी ता भीतर बहुत दुखद घटना रही यही दुखद घटना गुड़िक नाटकटी को आगे नहीं जीव आउ
ଏଠି ନାଟ୍ୟଗୁରୁ ମଧ୍ୟ ଅଛନ୍ତି। ଆଉ ସେମିତି ପ୍ରଥମେ ଏଇ ନାଟକ ଗୁଡ଼ିକ ଆରମ୍ଭ ହେଲା ଏଇ ନଟନଟୀମାନଙ୍କର ଭୂମିକାକୁ ନେଇ ନାଟ୍ୟଶାସ୍ତ୍ରୀମାନେ ସବୁ ଲେଖୁ ଲେଖୁ ନାୟକ ନାୟିକାମାନଙ୍କର ଭୂମିକା, ଭିଲିଆନ୍ ମାନଙ୍କର ଭୂମିକା, ନର୍ତ୍ତକ ନର୍ତ୍ତକୀ, ଉତ୍ତମ ରଙ୍ଗମଞ୍ଚ ସଜା, ଆଲୋକ ସଜା, ଏ ସମସ୍ତ ଜିନିଷକୁ ଦେଖି ଆପଣ ନିଶ୍ଚୟ ମନରେ ବିମୁଗ୍ଧତା ଭରିଦେବେ। ଆଉ ମୁଁ ଏତିକି କହିକି ରହୁଛି। ହ୍ୟାଲୋ, ସମସ୍ତ ଦର୍ଶକ ଭାଇ ମନୋରଞ୍ଜନ କରୁଛି ଆମର ଏଇ ଯାତ୍ରା କମିଟିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଉତ୍ତର କବାଟକ ମହୋଦୟକୁ ମୁଁ ଅନୁରୋଧ କରୁଛି ତାଙ୍କର କିଛି ବକ୍ତବ୍ୟ ଆମ ଏଇ ଯାତ୍ରା କମିଟିର ପ୍ରଦାନ କରିବେ। ହେମନ୍ତ ସନ୍ଧ୍ୟାରେ ଆଗରେ ବସିଥିବା ସମସ୍ତ ଜନତା ଜନାର୍ଦ୍ଦନ, ପଞ୍ଚ ପରମେଶ୍ୱର, ନର ନାରାୟଣ, ମଞ୍ଚରେ ଥିବା ସମସ୍ତ ଅତିଥିବୃନ୍ଦ, ମୋର ପାଞ୍ଚଗଡ଼ର କଳାକ୍ଷେତ୍ର ବଡ଼ କୁମାରୀର ମୋର ସମସ୍ତ ମା ଜେନାମଣି ନାଟ୍ୟ ସଂସଦର କଳାକାର ବୃନ୍ଦ, ସାମ୍ନାରେ ବସିଥିବା ମୋର ମା, ଭଉଣୀ, ଦଦା, ଖୁଡ଼ି, ପ୍ରତ୍ୟେକ ବ୍ୟକ୍ତିଙ୍କର ପାଦ ତଳେ ଏଇ କଥା ନାଟ୍ୟ ନିର୍ଦ୍ଦେଶକ, ଦରଦୀ ନିର୍ଦ୍ଦେଶକ ବସନ୍ତ କୁମାର ଉତ୍ତର କବାଟର ତାଙ୍କ ପାଦ ତଳେ ମୋର କୋଟି କୋଟି। ସବୁଠୁ ବଡ଼ କଥା ହେଉଛି ପ୍ରତିବର୍ଷ ବଡ଼ କୁମାରୀ ଲୋକମାନେ, ଜନତା ଜନାର୍ଦ୍ଦନ ମାନେ এই নাটক মাধ্যমে সমাজକୁ দিଗ୍ଦର୍ଶନ ଦେବା, କଳାକ୍ଷେତ୍ରକୁ ଉଜ୍ଜୀବିତ କରିବା। এই ଗ୍ରାମରେ ଭାଗବତ, এই ଗ୍ରାମରେ ଦାସକାଠିଆ, এই ଗ୍ରାମରେ ଦୁଆରୀ, এই ଗ୍ରାମରେ ପାଲା, ଲୋକନୃତ୍ୟ, ଫୋକ୍ ଡ୍ୟାନ୍ସ, ଲୋକସଙ୍ଗୀତ, ପ୍ରତି ଜିନିଷ এই ଗାଁରେ ଅଛି। ଆଉ ବଡ଼ କଥା ହେଲା ପାଞ୍ଚଗଡ଼ ବୋଲଗଡ଼ ମହୋତ୍ସବ ପରେ ମକର ମହୋତ୍ସବ ପରେ ବାଙ୍କି ମହୋତ୍ସବ ପରେ ଏ ଗାଁ ଦେଖେଇ ଦେଲା ଯେ ମାଣିବନ୍ଧ ଠାରୁ ମାଣିକାଗଡ଼ ଯାଏଁ ଯେଉଁ ମହୋତ୍ସବ ଗୋଟେ ନା ଉଭୟ ରହିଛି, ତା ନାଁ ହେଉଛି ଏଇ ପାଞ୍ଚଗଡ଼ ମହୋତ୍ସବ, ଯୋଉଟାକି ଏ ବଡ଼ କୁମାରୀ ତା କାର୍ଯ୍ୟରେ ଦେଖେଇ ପାରିଛି। ସ୍ୱଳ୍ପ ସମୟ ଆଜ୍ଞା, ମୁଁ 7 ତାରିଖରେ ଏମାନଙ୍କୁ ବହି ଆରମ୍ଭ କଲି, 6 ତାରିଖରେ ରଘୁନାଥ ଦେବ କ୍ଲବ ବାଙ୍କୋଇ ଗଡ଼ ନାଟକ ସମାପ୍ତ କଲି। ଖୁବ୍ କମ୍ ସମୟ ଭିତରେ ଏଠାକାର ମୋର ଅଭିନେତା ଛାତ୍ରଛାତ୍ରୀ ଯଥେଷ୍ଟ ପରିଶ୍ରମ ମୋ ସାଙ୍ଗରେ କରିଛନ୍ତି। ଆଶା କରୁଛି ଆପଣମାନଙ୍କର ସ୍ନେହ, କରୁଣା, ଦୟା, କ୍ଷମା ଆଉ ପ୍ରେମ ଆଜି এই ରାତିକି ଆପଣମାନଙ୍କୁ ମୁଁ ଉପହାର ଦେବି। କେତେ ପରିମାଣରେ ମୁଁ ଆପଣଙ୍କୁ ହସେଇ ପାରୁଛି, ରସେଇ ପାରୁଛି, ଦୁଃଖ ଦେଇପାରୁଛି କହିପାରୁନି। ତଥାପି ଏ ଗ୍ରାମର ମହାନ ମହାନ ବ୍ୟକ୍ତି ବହୁତ କଷ୍ଟ ସହି ଏ ଅନୁଷ୍ଠାନକୁ ଦୀର୍ଘ 43 ବର୍ଷ ହେଲା ଉଜ୍ଜୀବିତ କରିଛନ୍ତି। ଆମେ ତାଙ୍କ ନିକଟରେ ମୁଁ ଚିରକୃତଜ୍ଞ। ଏବଂ ମୁଁ ଆଉ ବେଶୀ କିଛି କହିବିନି। ସାମାଜିକ ନାଟକ ହୁଏତ କମ୍ ସମୟ, ଯଦି ଏ ହତଭାଗ୍ୟର କିଛି ଭୁଲ ଥାଏ, ମୋର ମା, ଭଉଣୀ, ଦଦା, ଖୁଡ଼ି ସମସ୍ତେ এই দরদী ନିର୍ଦ୍ଦେଶକ ବସନ୍ତ କୁମାର ଉତ୍ତର କବାଟକୁ କ୍ଷମା ଦେବେ। ନମସ୍କାର। ହ୍ୟାଲୋ, ସମ୍ମିଳନୀ ଅତିଥିରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆମର କଳାକାର ଭାଇମାନେ, ରାସମଣିଆ କମିଟି ବା ଗାଁର
ସମସ୍ତ ସଦସ୍ୟମାନଙ୍କୁ ଆମର ଗାମୁଛା ଦେବାରେ ଇଏ ଅଛି। ସମସ୍ତଙ୍କୁ ପିନ୍ଧି ଆସନ୍ତୁ, ଗୋଟିଏ ଆଡ଼ୁ ଗାମୁଛା ପିନ୍ଧି ଆସ ଗୋଟିଏ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତଙ୍କୁ ଉପହାର ଦେବାଟା ଆମର ଗାଁର କମିଟି କାଞ୍ଚନ ନାୟକ, ଚିରଞ୍ଜୀବୀ ଦାସ ୱାର୍ଡ ମେମ୍ବର 20 নম্বর, ନିରଞ୍ଜନ ଦାସ, ପିଣ୍ଟୁ ଦାସ ବ୍ରାହ୍ମଣ ସମିତିର ସଭାପତି, ଅଙ୍କୁର ପ୍ରଧାନ ଗାଁର ସଭାପତି ବଡ଼କୁମାରୀ ଗ୍ରାମର, ଦାଶରଥୀ ପଣ୍ଡା ଏହି ବଡ଼କୁମାର ଜଣେ ଆଦର୍ଶ ଶିକ୍ଷକ, ଟିଟୁ ଭାଇନା ମୁଖ୍ୟ ଅତିଥି, ସାର୍ ହେଉଛନ୍ତି ଆମର ବସନ୍ତ କୁମାର ଉତ୍ତର କବାଟ, ଯେ ବାଙ୍କୋଇ ଆମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଉତ୍ତର କବାଟ। ଆଉ ଟିଟୁ ଭାଇନାକୁ ମୁଁ ଅନୁରୋଧ କରୁଛି ସେ ଟିଟୁ ଭାଇନା ବସନ୍ତ କୁମାର ଉତ୍ତର କବାଟକୁ ଗାମୁଛା ପିନ୍ଧାଇବା ପାଇଁ। ଗାମୁଛା କ'ଣ ଉତ୍ତରୀ କହୁନ? ଆମର କମେଶ ବହୁତ এই সময় কম সময় ভিতরে ମୁଁ ଅନୁରୋଧ କରୁଛି ବସନ୍ତ କୁମାର ଉତ୍ତର କବାଟ ନିର୍ଦ୍ଦେଶକଙ୍କୁ କିଛି ମନ୍ତବ୍ୟ ରଖିକି ଅଳ୍ପ ସମୟ କମେ ସମୟ ଭିତରେ ସାଙ୍ଗ କରିବେ। ସମସ୍ତଙ୍କ ପାଖରେ କୋଟି କୋଟି ପ୍ରଣାମ। ମୁଁ ଜଗଦୀଶ ନାୟକ ପପୁ ପପୁକୁ ଅନୁରୋଧ କରୁଛି ସେ ମଞ୍ଚରେ ଆସି ଉପସ୍ଥିତ ହୁଅନ୍ତୁ। ଜଗଦୀଶ ନାୟକ ପପୁ ମୋ ନାଟକର ଯିଏ ମଙ୍ଗୁଆ ମୋତେ ସହଯୋଗ କରିଛନ୍ତି। ମୁଁ ଯେଉଁ 4 ଦିନ ଅନୁପସ୍ଥିତ ରହିଲି, ପିଲାମାନଙ୍କୁ ମିଳେଇ 15 ଦିନ କଟକରୁ ଛୁଟି ଆଣି ଚାକିରିରେ ଯିଏ ଏଠି 15 ଦିନ କାଳ ସିଏଲ ଆଣି ନାଟକ କରିଛନ୍ତି। ଜଗଦୀଶ ନାୟକ ପପୁ କେଉଁଠି ଅଛି? ଆସ। ଦୀର୍ଘ 30 ବର୍ଷ ମୁଁ ନାଟ୍ୟ ନିର୍ଦ୍ଦେଶକ ହିସାବରେ ଏପର୍ଯ୍ୟନ୍ତ ମୋତେ ଫଲୋ କରି ଯିଏ ଡିରେକ୍ଟର ହେଇପାରିନାହାନ୍ତି କେହି। ଏ ପିଲାଟି ମୋର 8-10ଟା ଡ୍ରାମାରେ ବହୁତ କିଛି ମୋଠୁ କଦର୍ଯ୍ୟ ବ୍ୟବହାର ପାଇ ସବୁ ସମ୍ଭାଳି ସେ ଚେଷ୍ଟା କରିଛି, ସାହସ ବାନ୍ଧିଛି ଆଗକୁ ଗୋଟିଏ ନାଟକ କେମିତି କରିବ। ଏବେ ଆର 40ରୁ 60% ମୁଁ ଆକୁ ଦେଇଛି। ହୁଏତ ଭାବୁଛି ଆଉ 3ଟି ଡ୍ରାମାରେ ସେ ଅଂଶଗ୍ରହଣ କଲେ, ମୋତେ ଫଲୋ କଲେ ନାଟକ ସେ କରିପାରିବ। ତେଣୁକରି ଏ ଦୃଷ୍ଟିରୁ ସେ ଏ ବର୍ଷ ଏହାଙ୍କୁ ମୁଁ ସୁଯୋଗ ଦେଲି ସହଯୋଗୀ ନିର୍ଦ୍ଦେଶକ ଭାବେ। ମୋ ତରଫରୁ ଆଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ଜୟ ମା ଜନନୀ। ସମସ୍ତ ଦର୍ଶକମାନଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ସମସ୍ତ ଦର୍ଶକମାନଙ୍କୁ ଅନୁରୋଧ, ନାଟକଟିକୁ ଶେଷ ପର୍ଯ୍ୟନ୍ତ ଦେଖ। ଧନ୍ୟବାଦ। ହ୍ୟାଲୋ, ମୁଁ ସମସ୍ତ ଦର୍ଶକମାନଙ୍କୁ ଅନୁରୋଧ କରୁଛି, ଆଉ ସମସ୍ତ ଆମର କଳାକାରଙ୍କୁ ଅନୁରୋଧ କରୁଛି, ବର୍ତ୍ତମାନ ମୁଁ ସଭା ଆସାନ କଲି। ଆମ ନାଟକଟି ଆରମ୍ଭ ହେବ। ମଞ୍ଚସ୍ଥ କରୁଛି ସମସ୍ତ ଭାଇମାନେ ଆମ ସଭା ଆସାନ କରିବେ। ମୁଁ ଏଇ ପ୍ରସ୍ତାବ ଦେଉଛି। ଜୟ କଳା, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ମଞ୍ଚସ୍ଥ କରିବ ନାଟକ ଏ ବର୍ଷର